ଶ୍ରୀମୟୀଙ୍କ ମାଡ଼ରେ ଘାଇଲା ବିଜେଡିର ଭଣ୍ଡ ପାଣ୍ଡିଆନ। ଧୃତରାଷ୍ଟ୍ର ଉପାଖ୍ୟାନ ପରେ ସନ୍ନ୍ୟାସୀ ସର ମାରିଲେ ଶ୍ରୀମୟୀ। ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ଶାଣିତ ଆକ୍ରମଣ କଲେ। ସତରେ ବିଜେଡିରେ ଏବେ ନିଆଁ ଜଳିବା ଆରମ୍ଭ ହେଲାଣି। ଖାଲି ନିଆଁ ଜଳୁନି, ଅସନ୍ତୋଷର ନିଆଁରେ ଏବେ ବିଜେଡି ଦରପୋଡ଼ା ହୋଇସାରିଲାଣି। ବିଜେଡିର ଦରପୋଡ଼ା ଖଣ୍ଡ ବିଖଣ୍ଡିତ କ୍ଷେତାକ୍ତରେ ମଲମ ମାରୁଛି କଂଗ୍ରେସ ଓ ବିଜେପି। ଓଡ଼ିଶାରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବିଜେଡି ବନାମ ଶ୍ରୀମୟୀ। ଶ୍ରୀମୟୀ ମିଶ୍ରଙ୍କ ଗୋଟିଏ ପରେ ଗୋଟିଏ ବାଣରେ ବିଜେଡିରେ କମ୍ପନ। ନବୀନ ପଟ୍ଟନାୟକଙ୍କ ପରେ ସିଧା ସିଧା ବିକେ ପାଣ୍ଡିଆନଙ୍କୁ ନିଶାନା। ନବୀନଙ୍କୁ ଧୃତରାଷ୍ଟ୍ର ପରେ ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷରେ ଟାର୍ଗେଟ। ଗଣମାଧ୍ୟମକୁ ଆସୁନଥିଲେ ମଧ୍ୟ ନିଜ ସୋସିଆଲ ମିଡିଆ ପେଜରେ ଶ୍ରୀମୟୀ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ବାଣ। ଏକ ହିନ୍ଦୀ ୱେବ ସିରିଜର ଉଦାହରଣ ଦେଇ ସନ୍ନ୍ୟାସୀରୁ ସନ୍ନ୍ୟାସୀ କହି ପାଣ୍ଡିଆନଙ୍କୁ ପରୋକ୍ଷ ନିଶାନା କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଲେଖିଛନ୍ତି, ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିବା ଏବଂ ସମସ୍ତ ମୋହମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତିଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ। କିନ୍ତୁ ଏଥିରେ ସନ୍ଦେହ ବା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀ ରୂପ ଦିଏ। ଯେଉଁମାନେ ସନ୍ନ୍ୟାସୀ କହି ସମସ୍ତ ସୁଖ ସ୍ୱଚ୍ଛନ୍ଦ ପ୍ରତି ଲାଳାୟତ ରହୁଛନ୍ତି, ପର ମୁହୂର୍ତ୍ତରେ ଭଣ୍ଡ ସନ୍ନ୍ୟାସୀର ଆଖ୍ୟାରେ ଶିରୋନାମା ମଣ୍ଡନ କରୁଛନ୍ତି। ସନ୍ନ୍ୟାସୀମାନେ ସର୍ବୋପରି ଜଗତ ମଙ୍ଗଳ କାମନା କରନ୍ତି। ହେଲେ ଏ ଯୁଗରେ କିଛି ସନ୍ନ୍ୟାସୀଙ୍କ ଭାଷାରେ ଜଗତ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହେଉ। ଏବେ ମଧ୍ୟ କିଛି ସନ୍ନ୍ୟାସୀ ଜନମଙ୍ଗଳକାରୀ ଭାବନା ନେଇ ତପସ୍ୟା କରିଛନ୍ତି। ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଳିବାକୁ ଯାଇ ନିଜେ ଗାତରେ ପଡୁଛନ୍ତି। ତେବେ ଏଭଳି ପୋଷ୍ଟକୁ ନେଇ ଶ୍ରୀମୟୀ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ବିଜେଡି କହିଛି ସେ କାହିଁକି ଅସନ୍ତୁଷ୍ଟ ସେ ନିଜେ ଜାଣିଥିବେ। ସପ୍ତାହେ ପୂର୍ବରୁ ସିଧା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ ଶ୍ରୀମୟୀ। ସୋସିଆଲ ମିଡିଆରେ କହିଥିଲେ, ହସ୍ତିନାପୁର ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରୁଥିବା ସଭାରେ ଦ୍ରୌପଦୀଙ୍କ ଅପମାନ ହେଉଥିବା ଜାଣି ମଧ୍ୟ ଅନ୍ୟାୟ ରୋକିବାକୁ ଚେଷ୍ଟା କରିନଥିଲେ। ଧୃତରାଷ୍ଟ୍ର ନିଜ ପୁଅ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ତାଙ୍କୁ ନୀରବ ରହିବାକୁ ବାଧ୍ୟ କରିଥିଲା। ଇତିହାସ ଏଭଳି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ। ଆଉ ପୁଣି ପାଣ୍ଡିଆନଙ୍କୁ ନିଶାନା ସ୍ପଷ୍ଟ ବାରି ହେଉଛି ବିଜେଡି ବିରୋଧରେ ଶ୍ରୀମୟୀଙ୍କ ଅସନ୍ତୋଷ। ଯଦିଓ ନିକଟରେ ତାଙ୍କୁ ଦଳର ମହିଳା ଟିମ୍ରେ ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ମିଳିଛି, କିନ୍ତୁ ତାହା ଲୋକସଭା ଟିକେଟ କଟିବା ଘାକୁ ଭରିବାରେ ବୋଧହୁଏ ସକ୍ଷମ ହୋଇନି। କିନ୍ତୁ କାହିଁକି ବିଜେଡିକୁ ଏମିତି ବାରମ୍ବାର ରକ୍ତାକ୍ତ କରୁଛନ୍ତି ଶ୍ରୀମୟୀ? ଶ୍ରୀମୟୀଙ୍କୁ ଡାକି କାହିଁକି ଅସନ୍ତୋଷକୁ ପ୍ରଶମିତ କରିବାକୁ ଚେଷ୍ଟା କରୁନି ବିଜେଡି? ନିର୍ବାଚନ ପରାଜୟଠାରୁ ପୁଣିଥରେ ପାଣ୍ଡିଆନଙ୍କ ଅଧୀନରେ ଦଳ ଚାଲିବା କାରଣକୁ ନେଇ ବିଜେଡି ଭିତରେ ଅଧିକ ଅସନ୍ତୋଷ ବଢୁଛି। ବରିଷ୍ଠଙ୍କଠାରୁ ଆରମ୍ଭ କରି ମହିଳା ଛାତ୍ର ଯିଏ ବି ବିରୋଧ କରୁଛନ୍ତି, ତା ପଛରେ ପାଣ୍ଡିଆନ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ଦେଖିବାକୁ ବାକି ରହିଲା ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ନ୍ୟାସୀ ପରେ ଆଉ କେଉଁ ଉପାଖ୍ୟାନ ପଢାଉଛନ୍ତି ଶ୍ରୀମୟୀ, ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।